ବର୍ତ୍ତମାନ ଆଉ ଗୋଟେ ନୂଆ ଫସଲ ଲଗାଇବା ପାଇଁ ଯାଉଛି। ପୁରୁଣା ଫସଲ ଥିଲା ବାଇଗଣ ସରିଯାଇଛି। ବାଇଗଣ ଗଛ ଏରା ସବୁ ମରିଗଲା ପରେ ଏସବୁ ଉପଡ଼ାଉପଡ଼ି କରାଯାଉଛି। ବାଇଗଣ ଗଛ ମଲ୍ଚିଂ ପେପର୍ ଏସବୁ ଉଠିଆ ହେଉଛି। ଏସବୁ ସଫାସଫି ସରିଲା ପରେ ହଳ ହେବ। ହଳ ହେଇକି ପୋଟଳ ପାଇଁ ବ୍ୟବସ୍ଥା କରାଯିବ। ଶୀତ ଦିନ ପୂର୍ବରୁ ଲାଗିବ। ଦେଖିବି କେମିତି କ'ଣ କାର୍ଯ୍ୟ ହେବ ଆଉ ପୋଟଳ କେମିତି ଲାଗୁଛି। ପୁରୁଣା ପୋଟଳ ବି ଆମର କିଛି ଅଛି ଯେଉଁଗୁଡ଼ା ବି ମେଡ଼ିସିନ୍ ମେଡ଼ିସିନ୍ ପଡ଼ୁଛି ସେଟା ସବୁ ଏଥିରେ ନୂଆ ଲାଗିବା ପାଇଁ ବ୍ୟବସ୍ଥା କରାଉଛି। ଆଉ ସଫା ସରିଲା ପରେ ଏସବୁ ହଳ ହେବ।